ଆଜିର କ୍ଲାସ୍ରେ ଆମେ ଡିସ୍କସନ୍ କରିବା ପିଲାମାନେ ଓଡ଼ିଆ ପେଡ଼ାଗୋଜିର ଇମ୍ପୋର୍ଟାଣ୍ଟ MCQ କ୍ୱେଶ୍ଚନ୍ ଗୁଡ଼ାକ ଏଥିରେ ଆମେ ଫୁଲ୍ ଡିସ୍କସ୍ କରିବା। ଆଗାମୀ SST ସେବକ ସେବିକା ଜୁନିୟର ଟିଚର OTET ଏକ୍ଜାମ୍ 2025 ପାଇଁ ଆପଣଙ୍କ ପାଇଁ କ୍ଲାସ୍ଟି ବହୁତ ହି ହେଲ୍ପଫୁଲ୍ ରହିବ। ତ ଚାଲନ୍ତୁ ପିଲାମାନେ ଷ୍ଟାର୍ଟ କରିବା କ୍ଲାସ୍। ତ ଫାର୍ଷ୍ଟ କ୍ୱେଶ୍ଚନ୍ ରହିଛି ପିଲାମାନେ, କେଉଁଟି ଭାଷା ଶିକ୍ଷାର ସର୍ବନିମ୍ନ ଦକ୍ଷତା ନୁହେଁ? ତ ଭିତରୁ ପିଲାମାନେ କେଉଁଟା ଗୋଟେ ଭାଷା ଶିକ୍ଷାର ସର୍ବନିମ୍ନ ଦକ୍ଷତା ନୁହେଁ? ତ ଆମର ଭାଷା ଶିକ୍ଷାର ସର୍ବନିମ୍ନ ଦକ୍ଷତା କେତୋଟି ରହିଛି? 9ଟି ରହିଛି ନା? 9ଟି ରହିଛି ପିଲାମାନେ। ତ ମନେ ରଖିବେ, ଭାଷା ଶିକ୍ଷା ପାଇଁ ଅନେକ ଗୁଡ଼ିଏ ଦକ୍ଷତା ଥିଲେ ମଧ୍ୟ ପ୍ରାଥମିକ ସ୍ତରରେ ଶୁଣିବା, କହିବା, ପଢ଼ିବା, ଲେଖିବା ଏହି 4ଟି ଦକ୍ଷତା ବିଶେଷ ଗୁରୁତ୍ୱ ଦିଆଯାଇଛି। ତ ଭିତରୁ କେଉଁଟା ଗୋଟେ ଭାଷା ଶିକ୍ଷାର ସର୍ବନିମ୍ନ ଦକ୍ଷତା ନୁହେଁ? ବ୍ୟାକରଣ ସୂତ୍ର ଜାଣିବା ନା? ବ୍ୟାକରଣ ସୂତ୍ର ଜାଣିବା ପିଲାମାନେ, ଏଇଟା କିନ୍ତୁ ଭାଷା ଶିକ୍ଷାର ସର୍ବନିମ୍ନ ଦକ୍ଷତା ନୁହେଁ। ମନେ ରଖିବେ, ରାଇଟ୍ ଆନ୍ସର୍ ହେଇଯିବ ଅପସନ୍ ନମ୍ବର B ପିଲାମାନେ। ତ ନେକ୍ସଟ କ୍ୱେଶ୍ଚନ୍ ଦେଖିବା। ନେକ୍ସଟ କ୍ୱେଶ୍ଚନ୍ ରହିଛି ପିଲାମାନେ, ମାତୃଭାଷା ଶିକ୍ଷକ କେଉଁ ସ୍ତରକୁ ଆସି ଶିକ୍ଷାଦାନ ଆରମ୍ଭ କରିବେ? ମାତୃଭାଷା ଶିକ୍ଷକ କେଉଁ ସ୍ତରକୁ ଆସି ଶିକ୍ଷାଦାନ ଆରମ୍ଭ କରିବେ? ପିଲାର ସ୍ତରକୁ, ନା ନିଜର ଜ୍ଞାନ ସ୍ତରକୁ, ନା ପଠିତ ପୁସ୍ତକ ସ୍ତରକୁ, ନା ପାଠ୍ୟପୁସ୍ତକ ସ୍ତରକୁ? ପିଲାମାନେ ମନେ ରଖିବେ ପିଲାମାନେ, ପିଲାର ସ୍ତରକୁ ନା ପିଲାର ସ୍ତରକୁ? ମନେ ରଖିବେ, ମାତୃଭାଷା ଶିକ୍ଷକ ପିଲାର ସ୍ତରକୁ ଆସି ଶିକ୍ଷାଦାନ ଆରମ୍ଭ କରିବେ। ମନେ ରଖିବେ, ରାଇଟ୍ ଆନ୍ସର୍ ଯିବ ପିଲାମାନେ ଅପସନ୍ ନମ୍ବର A। ତ ନେକ୍ସଟ କ୍ୱେଶ୍ଚନ୍ ଦେଖିବା। ନେକ୍ସଟ କ୍ୱେଶ୍ଚନ୍ ରହିଛି ପିଲାମାନେ, ମାତୃଭାଷା ଶିକ୍ଷା ଦେବା ପୂର୍ବରୁ ଶିକ୍ଷକ ପ୍ରଥମେ କ'ଣ କରିବେ? ମାତୃଭାଷା ଶିକ୍ଷା ଦେବା ପୂର୍ବରୁ ଶିକ୍ଷକ ପ୍ରଥମେ କ'ଣ କରିବେ? କ'ଣ କରିବେ? ପିଲାଟି କ'ଣ ଜାଣିছে ତା ଜାଣିବା ପାଇଁ ଚେଷ୍ଟା କରିବେ, ନା ପିଲାଟି କ'ଣ ପଢ଼ିବ ତା ଜାଣିବା ପାଇଁ ଚେଷ୍ଟା କରିବେ, ନା ପିଲାଟି ମାତୃଭାଷା ପାଇଁ କେତେକ ଆଗ୍ରହୀ ଜାଣିବା, ନା ପିଲାର ପରିବାର ସମ୍ପର୍କରେ ଜାଣିବା? କେଉଁଟା ହେବ ରାଇଟ୍ ଆନ୍ସର୍ ପିଲାମାନେ? ମନେ ରଖିବେ ପିଲାମାନେ, ରାଇଟ୍ ଆନ୍ସର୍ ହେଇଯିବ ଅପସନ୍ ନମ୍ବର A। ପିଲାଟି କ'ଣ ଜାଣିଛି ତା ବିଷୟରେ ଆମେ ଜାଣିବା ପାଇଁ ଚେଷ୍ଟା କରିବା। ମନେ ରଖିବେ, ତ ରାଇଟ୍ ଆନ୍ସର୍ ହେଇଯିବ ଅପସନ୍ ନମ୍ବର A। ନେକ୍ସଟ ଦେଖିବା। ନେକ୍ସଟ କ୍ୱେଶ୍ଚନ୍ ରହିଛି ପିଲାମାନେ, ଶିଶୁଟି ଜନ୍ମ ହେବା ପରେ ପ୍ରଥମେ କେଉଁ ଦକ୍ଷତା ଅର୍ଜନ କରିବାକୁ ଚେଷ୍ଟା କରେ? ଶିଶୁଟି ଜନ୍ମ ହେବା ପରେ ପ୍ରଥମେ କେଉଁ ଦକ୍ଷତା ଅର୍ଜନ କରିବାକୁ ଚେଷ୍ଟା କରେ? ହସିବା, ନା କାନ୍ଦିବା, ନା ଶୁଣିବା, ନା ଖେଳିବା? କେଉଁଟା ହେବ ରାଇଟ୍ ଆନ୍ସର୍? ମନେ ରଖିବେ ପିଲାମାନେ, ଶୁଣିବା ନା ଶୁଣିବା ଦକ୍ଷତା ଅର୍ଜନ କରିବାକୁ ଚେଷ୍ଟା କରେ। ଯେତେବେଳେ ଶିଶୁଟି ଜନ୍ମ ହେବା ପରେ ତ ପ୍ରଥମେ ଶୁଣିବା ପାଇଁ ଚେଷ୍ଟା କରିବ ନା ଶୁଣିବା ପାଇଁ? ତ ରାଇଟ୍ ଆନ୍ସର୍ ହେଇଯିବ ଅପସନ୍ ନମ୍ବର C। ତ ନେକ୍ସଟ ଦେଖିବା। ନେକ୍ସଟ କ୍ୱେଶ୍ଚନ୍ ରହିଛି ପିଲାମାନେ, ପିଲାଟି କହିବା ବେଳେ କୌଣସି ତ୍ରୁଟି କଲେ ଶିକ୍ଷକ କ'ଣ କରିବେ? ପିଲାଟି କହିବା ବେଳେ କୌଣସି ଯଦି ଭୁଲ କଲେ ତ ଶିକ୍ଷକ କ'ଣ କରିବେ? କ'ଣ କରିବେ ପିଲାମାନେ? ଅପସନ୍ A ଦେଇଛି, ସଙ୍ଗେ ସଙ୍ଗେ ତାହା ସଂଶୋଧନ କରିବେ, ନା ଅନ୍ୟ ପିଲାଙ୍କ ଦ୍ୱାରା ସଂଶୋଧନ କରାଇବେ, ନା ପିଲାଟିକୁ ତ୍ରୁଟି ଶୂନ୍ୟ କରି କହିବାକୁ କହିବେ, ନା ଶିକ୍ଷକ ନିଜେ ବାରମ୍ବାର ଠିକ୍ ଶବ୍ଦଟି କହିବେ? କେଉଁଟା ହେବ ରାଇଟ୍ ଆନ୍ସର୍? ରାଇଟ୍ ଆନ୍ସର୍ ହେଇଯିବ ପିଲାମାନେ ଅପସନ୍ ନମ୍ବର D। ଶିକ୍ଷକ ନିଜେ ବାରମ୍ବାର ଠିକ୍ ଶବ୍ଦଟି କହିବେ। ମନେ ରଖିବେ, ତ ଅପସନ୍ ନମ୍ବର D ହେଇଯିବ ରାଇଟ୍ ଆନ୍ସର୍। ନେକ୍ସଟ ଦେଖିବା। ନେକ୍ସଟ କ୍ୱେଶ୍ଚନ୍ ରହିଛି ପିଲାମାନେ, ଶ୍ରବଣ ଓ କଥନ ଦକ୍ଷତାର ବିକାଶ ପାଇଁ ଶିକ୍ଷକ କିପରି ପ୍ରସ୍ତୁତ ହେବେ? ଶ୍ରବଣ ଓ କଥନ ଦକ୍ଷତାର ବିକାଶ ପାଇଁ ଶିକ୍ଷକ କିପରି ପ୍ରସ୍ତୁତ ହେବେ? ପିଲାଙ୍କ କଥାକୁ କେବଳ ଶୁଣିବେ, ନା ପିଲାଙ୍କୁ ପୁରାଣ କାହାଣୀ କହିବେ, ନା ପିଲାଙ୍କୁ ଭଲ ଲାଗିଲା ଭଳି ବିଷୟ ବାଛିବେ, ନା ପିଲା କେବଳ କହିବେ? କେଉଁଟା ହେବ ରାଇଟ୍ ଆନ୍ସର୍? ଏହି ଭିତରୁ ପିଲାମାନେ ରାଇଟ୍ ଆନ୍ସର୍ ହେଇଯିବ ଅପସନ୍ ନମ୍ବର C। ପିଲାଙ୍କୁ ଭଲ ଲାଗିଲା ଭଳି ବିଷୟ ବାଛିବେ। ମନେ ରଖିବେ, ରାଇଟ୍ ଆନ୍ସର୍ ହେଇଯିବ ଅପସନ୍ ନମ୍ବର C। ନେକ୍ସଟ ଦେଖିବା। ନେକ୍ସଟ କ୍ୱେଶ୍ଚନ୍ ରହିଛି ପିଲାମାନେ, ଗୋଟିଏ ପିଲାର ପାଟି ଲାଗିଯାଏ କହିବା ବେଳେ ଆମେ ତାକୁ ଚିହ୍ନଟ କିପରି କରିବା? ଗୋଟିଏ ପିଲାର ପାଟି ଲାଗିଯାଏ କହିବା ବେଳେ ତ ଆମେ କିପରି ତାଙ୍କୁ ଚିହ୍ନଟ କରିବା ପିଲାମାନେ? ପଠନ ଦକ୍ଷତା ବେଳେ, ନା ଲିଖନ ଦକ୍ଷତା ବେଳେ, ନା ଶ୍ରବଣ ଦକ୍ଷତା ବେଳେ, ନା କେଉଁଠି ନୁହେଁ ପିଲାମାନେ? ଏ ଭିତରୁ କେଉଁଟା ହେବ ରାଇଟ୍ ଆନ୍ସର୍? ମନେ ରଖିବେ, ପଢ଼ିଲା ବେଳେ ନା ପଠନ ଦକ୍ଷତା ବେଳେ? ମନେ ରଖିବେ, ତ ପଢ଼ିଲା ବେଳେ ଆମେ ଚିହ୍ନଟ କରିବା। ତ ରାଇଟ୍ ଆନ୍ସର୍ ହେଇଯିବ ଅପସନ୍ ନମ୍ବର A। ନେକ୍ସଟ ଦେଖିବା। ନେକ୍ସଟ କ୍ୱେଶ୍ଚନ୍ ରହିଛି ପିଲାମାନେ, ପଠନର ବିକାଶ ପାଇଁ ଆମେ କେଉଁ ପଦ୍ଧତି ଗ୍ରହଣ କରିବା? ପଠନର ବିକାଶ ପାଇଁ ଆମେ କେଉଁ ପଦ୍ଧତି ଗ୍ରହଣ କରିବା ପିଲାମାନେ? ବହି ପଢ଼ିବାକୁ କହିବା, ନା ଅକ୍ଷର ଲେଖିବାକୁ କହିବା, ନା ଗଳ୍ପ ପଠନ ପ୍ରଣାଳୀ, ନା ଛବି ଦେଖିବା ପ୍ରଣାଳୀ? ପିଲାମାନେ କେଉଁଟା ହେବ ରାଇଟ୍ ଆନ୍ସର୍? ରାଇଟ୍ ଆନ୍ସର୍ ହେଇଯିବ ପିଲାମାନେ
गल्प पठन प्रणाली हो राइट आंसर। तो ऑप्शन नंबर सी हो राइट आंसर। नेक्स्ट देखिए नेक्स्ट क्वेश्चन रही पिलामाने भाषा शिक्षा पर तृतीय कौशलटी किए पिलामाने भाषा शिक्षार तृतीय कौशल कौटा भितर पिलामाने शुणा ना कहवा ना पढ़ा ना लेखिबा पिलामाने। तो आम प्राथमिक स्तर में चारोटी दक्षता होइछि ना श्रवण कथन पठन लिखन। तो शुणा हूँ प्रथम कौशल, द्वितीय हूँ कहवा, आउ तृतीय हूँ पिलामाने पढ़ा, चतुर्थ हूँ लेखिबा। तो तृतीय कौशल कौटा हम पढ़ा ना पठन पिलामाने मन रखिए। तो श्रवण कथन पठन लिखन मन रखिए ये चारोटी कौशल प्राथमिक स्तर में बहुत गुरुत्व दि जाइए। तो पढ़ा हूँ पिलामाने गोटे तृतीय कौशल मन रखिए। तो राइट आंसर हो ऑप्शन नंबर सी पिलामाने। नेक्स्ट देखिए नेक्स्ट क्वेश्चन रही पिलामाने श्रवण कथन पठन और लिखन एगुड़िक मध्य केउटी शिशु मानू कष्टकर मन हुए पिलामाने। तो शुणा कहवा पढ़ा लिखन ये चारोटी दक्षता भितर कौटा गोटे शिशु मानू बहुत कष्ट मन हुए पिलामाने श्रवण ना कथन ना पठन ना लिखन पिलामाने कौटा राइट आंसर मन रखिए। राइट आंसर हो ऑप्शन नंबर डी लेखिबा पिलामाने लिखन मन रखिए। तो राइट आंसर हो ऑप्शन नंबर डी। तो लिखन शिशु मानू बहुत कष्ट हुए। तो राइट आंसर हो ऑप्शन नंबर डी कष्ट होता है पिलामाने। नेक्स्ट देखिबा तो नेक्स्ट क्वेश्चन रही पिलामाने लिखन दक्षता अर्जन करने शिशुपाई कष्टकर हुए। तो लिखन दक्षता अर्जन करने तो शिशुपाई कौन कष्ट हुए पिलामाने लिखन पाई शिशुर आग्रहर अभाव ना लिखन पाई उपयुक्त परिवेश अभाव ना शिशु हाथर मांसपेशी और स्नायु प्रस्तुत न थाए ना लेखार आवश्यकता शिशु अनुभव करे ना कौटा राइट आंसर। राइट आंसर हो ऑप्शन नंबर सी शिशु हाथर मांसपेशी और स्नायु प्रस्तुत न थाए तो से शिशु मानू लेखिबारे टिके कष्ट होता है। तो राइट आंसर हो ऑप्शन नंबर सी। नेक्स्ट देखिबा पाठ्यपुस्तक मानक भितरे केउं श्रेणीर पाठ्यपुस्तकटी समन्वित पाठ्यपुस्तकर अंतर्गत पिलामाने प्रथम श्रेणी ना द्वितीय श्रेणी ना तृतीय श्रेणी ना चतुर्थ श्रेणी पिलामाने कौटा राइट आंसर। राइट आंसर हो ऑप्शन नंबर ए प्रथम श्रेणी पिलामाने मन रखिए प्रथम श्रेणीर पाठ्यपुस्तकटी समन्वित पाठ्यपुस्तक अंतर्गत होता है। तो राइट आंसर हो ऑप्शन नंबर ए। नेक्स्ट देखिए नेक्स्ट क्वेश्चन रही पिलामाने प्रथम श्रेणी पाठ्यपुस्तकर नाम कौन मोस्ट इंपोर्टाट पिलामाने प्रथम श्रेणी पाठ्यपुस्तक नाम कौन समन्वित पाठ्यपुस्तक ना हस खुशी ना साहित्य सौरभ ना हस खेल पिलामाने कौटा राइट आंसर हस खेल ना हस खेल पिलामाने यहाँ हूँ प्रथम श्रेणीर पाठ्यपुस्तकर नाम आ द्वितीय श्रेणी हो हस खुशी मन रखिए। तो राइट आंसर हो ऑप्शन नंबर डी। नेक्स्ट देखिबा पाठ्यक्रम शिक्षक मानू स्वाधीनता दि जाए केउथिरे शिक्षक मानू स्वाधीनता दि जाए गणित पुस्तक ना भाषा पुस्तक ना परिवेश पुस्तक ना समन्वित पाठ्यपुस्तक कौटा राइट आंसर पिलामाने। राइट आंसर हो ऑप्शन नंबर ए समन्वित पाठ्यपुस्तक मन रखिए। राइट आंसर हो पिलामाने ऑप्शन नंबर डी। नेक्स्ट देखिबा नेक्स्ट क्वेश्चन रही पिलामाने तात्विक पठनर प्रधान लक्ष्य कौन पिलामाने तात्विक पठनर प्रधान लक्ष्य कौन बोधज्ञान हासिल ना अधिक मूल्यांक रखिबा ना उत्तीर्ण हेबा ना चाकरी करिबा पिलामाने मन रखिए तात्विक पठनर प्रधान लक्ष्य होची बोधज्ञान हासिल करिबा मन रखिए। राइट आंसर हो ऑप्शन नंबर ए। नेक्स्ट देखिबा नेक्स्ट क्वेश्चन रही पिलामाने दैनिक संवादपत्र पाठ करिबा तो यहाँ गोटे कि प्रकार पठन पिलामाने दैनिक संवादपत्र पाठ करिबा तो यहाँ गोटे कि प्रकार पठन व्यापक पठन ना तात्विक पठन ना संवाद पठन ना सरस पठन पिलामाने यहाँ हो पिलामाने व्यापक पठन मन रखिए। राइट आंसर होची ऑप्शन नंबर ए। नेक्स्ट देखिबा केउटी तात्विक पठनर कार्य नुहे पिलामाने तो भितरु पिलामाने कौटा गोटे तात्विक पठनर काम नुहे क्लिष्ट शब्द को चिन्हटीकरण ना कठिन शब्दर व्याख्या ना विषय वस्तु को मोटामोटी भाव में बुझा ना व्यवहारिक व्याकरण जानिबा कौटा राइट आंसर पिलामाने मन रखिए पिलामाने। राइट आंसर हो ऑप्शन नंबर सी विषय वस्तु को मोटामोटी भाव में बुझा
ତ ଏଇଟା କିନ୍ତୁ ତାତ୍ତ୍ୱିକ ପଠନର କାମ ନୁହେଁ, ମନେ ରଖିବେ। ରାଇଟ୍ ଆନ୍ସର୍ ହେଇଯିବ ଅପସନ୍ ନମ୍ବର ସି ପିଲାମାନେ। ନେକ୍ସଟ ଦେଖିବା କେଉଁଟି ପଦ୍ୟ ଶିକ୍ଷାଦାନର ଉଦ୍ଦେଶ୍ୟ ନୁହେଁ। ତ ଭିତରୁ ପିଲାମାନେ କେଉଁଟା ଗୋଟେ ପଦ୍ୟ ଶିକ୍ଷାଦାନର ଉଦ୍ଦେଶ୍ୟ ନୁହେଁ ପିଲାମାନେ? ସୌନ୍ଦର୍ଯ୍ୟବୋଧର ବିକାଶ, ନା ରସବୋଧର ବିକାଶ, ନା ବ୍ୟବହାରିକ ବ୍ୟାକରଣର ପ୍ରୟୋଗ, ନା ଶବ୍ଦଜ୍ଞାନର ଅଭିବୃଦ୍ଧି ପିଲାମାନେ? କେଉଁଟା ଆମର ରାଇଟ୍ ଆନ୍ସର୍? ରାଇଟ୍ ଆନ୍ସର୍ ହେଇଯିବ ପିଲାମାନେ ଅପସନ୍ ନମ୍ବର ସି, ବ୍ୟବହାରିକ ବ୍ୟାକରଣର ପ୍ରୟୋଗ। ଏଇଟା କିନ୍ତୁ ପଦ୍ୟ ଶିକ୍ଷାଦାନର ଉଦ୍ଦେଶ୍ୟ ନୁହେଁ। ରାଇଟ୍ ଆନ୍ସର୍ ହେଇଯିବ ଅପସନ୍ ନମ୍ବର ସି। ନେକ୍ସଟ ଦେଖିବା ଶିକ୍ଷାଦାନ ସମୟରେ ପିଲାମାନଙ୍କୁ ଦଳ ଦଳ କରି ବସାଇବା ଫଳରେ କ'ଣ ସୁବିଧା ହୁଏ ପିଲାମାନେ? କ'ଣ ସୁବିଧା ହୁଏ ଶିକ୍ଷାଦାନ ସମୟରେ? ପିଲାମାନଙ୍କୁ ଯଦି ଆମେ ଦଳ ଦଳ କରି ବସାଇବା ଫଳରେ କ'ଣ ସୁବିଧା ହୋଇଥାଏ? ପିଲାମାନେ ସୁବିଧାରେ ବସିପାରନ୍ତି, ନା ପରସ୍ପର ଭିତରେ ଆଲୋଚନା କରିଥାନ୍ତି, ନା ମିଳିତ ଭାବରେ ଉତ୍ତର ଦିଅନ୍ତି, ନା ସ୍ଥାନ ଭାବେ ଦୂର କରିଥାନ୍ତି ପିଲାମାନେ? କ'ଣ ସୁବିଧା ହୋଇଥାଏ? ମନେ ରଖିବେ ପିଲାମାନେ, ପରସ୍ପର ଭିତରେ ଆଲୋଚନା କରିଥାନ୍ତି। ଯେତେବେଳେ ଶିକ୍ଷାଦାନ ସମୟରେ ପିଲାମାନଙ୍କୁ ଯଦି ଆମେ ଦଳ ଦଳ ବସାଇବା ଫଳରେ କ'ଣ ସୁବିଧା ହୋଇଥାଏ? ନା ପରସ୍ପର ଭିତରେ ଆଲୋଚନା ତାଙ୍କେ କରିଥାନ୍ତି। ତ ରାଇଟ୍ ଆନ୍ସର୍ ଯିବ ଅପସନ୍ ନମ୍ବର ବି ପିଲାମାନେ। ନେକ୍ସଟ ଦେଖିବା ବୟସ ବଢ଼ିବା ସଙ୍ଗେ ସଙ୍ଗେ ଲିଖନ ଦକ୍ଷତା ପାଇଁ ଶିଶୁର କେଉଁ ଗୁଣର ବିକାଶ ଘଟେ ପିଲାମାନେ? ବୟସ ବଢ଼ିବା ସଙ୍ଗେ ସଙ୍ଗେ ଲେଖିବାର ମଧ୍ୟ ଦକ୍ଷତା ପାଇଁ ଶିଶୁ କେଉଁ ଗୁଣର ବିକାଶ ଘଟିଥାଏ? ଚିନ୍ତା, ନା ଚେତନା, ନା କଳ୍ପନା, ନା ଚିନ୍ତା ଚେତନା କଳ୍ପନା? କେଉଁଟା ହେବ ରାଇଟ୍ ଆନ୍ସର୍? ରାଇଟ୍ ଆନ୍ସର୍ ହେଇଯିବ ଅପସନ୍ ନମ୍ବର ଡି, ଚିନ୍ତା ଚେତନା କଳ୍ପନା। এই ଗୁଣର ବିକାଶ ଘଟିଥାଏ, ମନେ ରଖିବେ। ରାଇଟ୍ ଆନ୍ସର୍ ହେଇଯିବ ଅପସନ୍ ନମ୍ବର ଡି ପିଲାମାନେ। ନେକ୍ସଟ ଦେଖିବା ଭାଷା ପ୍ରବନ୍ଧେ ଜଗନ୍ନାଥ, এই ଉକ୍ତିଟି କେଉଁଥିରେ ଆସିଛି ପିଲାମାନେ? ଭାଷା ପ୍ରବନ୍ଧେ ଜଗନ୍ନାଥ, এই ଉକ୍ତିଟି କେଉଁଥିରେ ଆସିଛି? ଭଗବତ ଗୀତାରୁ, ନା ଶ୍ରୀମଦ୍ ଭାଗବତରୁ, ନା ଭାଗବତରୁ, ନା ମହାଭାରତରୁ ପିଲାମାନେ? କେଉଁଟା ହେବ ରାଇଟ୍ ଆନ୍ସର୍? ମନେ ରଖିବେ ପିଲାମାନେ, ଭାଗବତରୁ ଆସିଛି। ମନେ ରଖିବେ ଭାଷା ପ୍ରବନ୍ଧେ ଜଗନ୍ନାଥ, এই ଉକ୍ତିଟି ଭାଗବତରୁ ଆସିଛି। ମୋଷ୍ଟ ଇମ୍ପୋର୍ଟାଣ୍ଟ। ରାଇଟ୍ ଆନ୍ସର୍ ହେଇଯିବ ଅପସନ୍ ନମ୍ବର ସି ପିଲାମାନେ। ନେକ୍ସଟ ଦେଖିବା ଓଡ଼ିଶାରେ କେତେ ପ୍ରକାର ଆଦିବାସୀ ଜାତି ଥିବା ଜଣାଯାଏ ପିଲାମାନେ? ଓଡ଼ିଶାରେ କେତେ ପ୍ରକାରର ଆଦିବାସୀ ଜାତି ଥିବା ଜଣାଯାଏ? କେତେ ପ୍ରକାରର? ମନେ ରଖିବେ ପିଲାମାନେ 62 ପ୍ରକାରର ଆଦିବାସୀ ଜାତି ଥିବା ଜଣାଯାଇଥାଏ। ତ ରାଇଟ୍ ଆନ୍ସର୍ ହେଇଯିବ ଅପସନ୍ ନମ୍ବର ସି। ନେକ୍ସଟ ଦେଖିବା ନେକ୍ସଟ କ୍ୱେଶ୍ଚନ୍ ରହିଛି ପିଲାମାନେ ରଘୁନାଥ ମୁର୍ମୁ ଆଜି କ'ଣ ପାଇଁ ବିଖ୍ୟାତ ପିଲାମାନେ? ରଘୁନାଥ ମୁର୍ମୁ ଆଜି କ'ଣ ପାଇଁ ପ୍ରସିଦ୍ଧ? ପଣ୍ଡିତ ଥିବାରୁ, ନା ସ୍ୱାଧୀନତା ସଂଗ୍ରାମ, ନା କବିତ୍ୱ ଯୋଗୁଁ, ନା ସାନ୍ତାଳୀ ଭାଷାର ଲିପି ଉଦ୍ଭାବନ କରିଥିବାରୁ ପିଲାମାନେ? କ'ଣ ପାଇଁ ପ୍ରସିଦ୍ଧ, କ'ଣ ପାଇଁ ବିଖ୍ୟାତ ପିଲାମାନେ? ମନେ ରଖିବେ ପିଲାମାନେ ସାନ୍ତାଳୀ ଭାଷାର ଲିପି ଉଦ୍ଭାବନ କରିଥିବାରୁ। ତ ରାଇଟ୍ ଆନ୍ସର୍ ହେଇଯିବ ଅପସନ୍ ନମ୍ବର ଡି। ନେକ୍ସଟ ଦେଖିବା ନେକ୍ସଟ କ୍ୱେଶ୍ଚନ୍ ରହିଛି ପିଲାମାନେ ଶିକ୍ଷଣ ଶିକ୍ଷାଦାନ ସମୟରେ ଶ୍ରେଣୀଗୃହରେ କେଉଁ ପ୍ରକ୍ରିୟାଟି ଭଲ ପିଲାମାନେ? ଶିକ୍ଷଣ ଶିକ୍ଷାଦାନ ସମୟରେ ଶ୍ରେଣୀଗୃହରେ କେଉଁ ପ୍ରକ୍ରିୟାଟି ଭଲ? ଶିକ୍ଷକ ପିଲାଙ୍କୁ ଶିଖାଇବା, ନା ପିଲାଠୁ ପିଲାଙ୍କୁ ଶିଖାଇବା, ନା ବାପା ମା ପିଲାଙ୍କୁ ଶିଖାଇବା, ନା ପିଲାଟି ଟ୍ୟୁସନ୍ ସାର୍ଙ୍କ ଠାରୁ ଶିଖିବା? କେଉଁ ପ୍ରକ୍ରିୟାଟି ଭଲ ଶିକ୍ଷଣ ଶିକ୍ଷାଦାନ ସମୟରେ? ମନେ ରଖିବେ ପିଲାମାନେ ପିଲାଠୁ ପିଲାକୁ ଶିଖାଇବା, ଏହି ପ୍ରକ୍ରିୟାଟି ଭଲ। ତ ରାଇଟ୍ ଆନ୍ସର୍ ହେଇଯିବ ଅପସନ୍ ନମ୍ବର ବି ପିଲାମାନେ। ନେକ୍ସଟ ଦେଖିବା ନେକ୍ସଟ କ୍ୱେଶ୍ଚନ୍ ରହିଛି ମୂଲ୍ୟହୀନର ଉଦ୍ଦେଶ୍ୟ କେଉଁଟି ନୁହେଁ? ତ ଭିତରୁ ପିଲାମାନେ କେଉଁଟା ଗୋଟେ ମୂଲ୍ୟହୀନର ଉଦ୍ଦେଶ୍ୟ ନୁହେଁ ପିଲାମାନେ? ଅପସନ୍ ଏରେ ଦେଇଛି ଦୁର୍ବଳତାର ଚିହ୍ନଟୀକରଣ ଦେଇଛି, ବିରେ ଦେଇଛି ଦୁର୍ବଳତାର ଚିହ୍ନଟୀକରଣ ଓ ତା'ର ପ୍ରତିକାରମୂଳକ କାର୍ଯ୍ୟ ଦେଇଛି ପିଲାମାନେ, ସିରେ ଦେଇଛି ମୂଲ୍ୟହୀନ ଶିକ୍ଷାର୍ଥୀର ପ୍ରଗତିରେ ବାଧା ଦିଏ, ଡି ଦେଇଛି ମୂଲ୍ୟହୀନ ଶିକ୍ଷାର୍ଥୀର ପ୍ରଗତିରେ ସାହାଯ୍ୟ କରେ। କେଉଁଟା ହେବ ରାଇଟ୍ ଆନ୍ସର୍ ପିଲାମାନେ? ରାଇଟ୍ ଆନ୍ସର୍ ହେଇଯିବ ଅପସନ୍ ନମ୍ବର ବି, ଦୁର୍ବଳତାର ଚିହ୍ନଟୀକରଣ ଓ ତା'ର ପ୍ରତିକାରମୂଳକ କାର୍ଯ୍ୟ। ଏଇଟା କିନ୍ତୁ ମୂଲ୍ୟହୀନର ଉଦ୍ଦେଶ୍ୟ ନୁହେଁ ପିଲାମାନେ। ତ ରାଇଟ୍ ଆନ୍ସର୍ ହେଇଯିବ ଅପସନ୍ ନମ୍ବର ବି। ନେକ୍ସଟ ଦେଖିବା ନେକ୍ସଟ କ୍ୱେଶ୍ଚନ୍ ରହିଛି ପିଲାମାନେ ପ୍ରଥମ ଶ୍ରେଣୀରେ ଶିଶୁର ଭାଷା ସାହିତ୍ୟରେ 50% ମୌଖିକ ରଖାଯାଏ କାହିଁକି? କ'ଣ ପାଇଁ ରଖାଯାଇଥାଏ ପିଲାମାନେ? ପ୍ରଥମ ଶ୍ରେଣୀରେ ଶିଶୁମାନଙ୍କ ପାଇଁ ଭାଷା ସାହିତ୍ୟରେ 50% କ'ଣ ପାଇଁ ରଖାଯାଇଥାଏ? ଶିଶୁର ଲିଖନ ଦକ୍ଷତାର ବିକାଶ ଘଟିନଥାଏ, ନା ଶିଶୁ ଲିଖିତ ପରୀକ୍ଷା ଚାହେଁ ନାହିଁ, ନା ଶିଶୁ ଲିଖିତ ପରୀକ୍ଷା ପାଇଁ ସମୟ ନଥାଏ, ନା ଶିଶୁର କଥନ ଶକ୍ତିର ବିକାଶ ହୋଇଥାଏ? କ'ଣ ପାଇଁ ରଖାଯାଇଥାଏ? ମନେ ରଖିବେ ପିଲାମାନେ ଶିଶୁର ଲିଖନ ଦକ୍ଷତାର ବିକାଶ ଘଟିନଥିବାରୁ ସେଥିପାଇଁ ରଖାଯାଇଥାଏ। ତ ରାଇଟ୍ ଆନ୍ସର୍ ହେଇଯିବ ଅପସନ୍ ନମ୍ବର ଏ ପିଲାମାନେ। ନେକ୍ସଟ ଦେଖିବା ନେକ୍ସଟ କ୍ୱେଶ୍ଚନ୍ ରହିଛି ପିଲାମାନେ
ଶିଶୁର ବୋଧଜ୍ଞାନ ଆହରଣ କେଉଁ ଦକ୍ଷତା ଯୋଗୁଁ ହୋଇଥାଏ ପିଲାମାନେ? କୋଉଟା ହବ ରାଇଟ୍ ଆନ୍ସର ଏ ଭିତରୁ ପିଲାମାନେ? ଶିଶୁର ବୋଧଜ୍ଞାନ ଆହରଣ କେଉଁ ଦକ୍ଷତା ଯୋଗୁଁ ହୋଇଥାଏ? କେଉଁ ଦକ୍ଷତା ଯୋଗୁଁ ହୋଇଥାଏ ପିଲାମାନେ? ଶ୍ରବଣ ପଠନ ନା ପଠନ କଥନ ନା କଥନ ଲିଖନ ନା ଲିଖନ ଶ୍ରବଣ ପିଲାମାନେ? କୋଉଟା ହବ ରାଇଟ୍ ଆନ୍ସର? ମନେ ରଖିବେ ରାଇଟ୍ ଆନ୍ସର ହେଇଯିବ ପିଲାମାନେ ଅପସନ୍ ନମ୍ବର ଏ ହେଇଯିବ ରାଇଟ୍ ଆନ୍ସର। ଶ୍ରବଣ ପଠନ ଯୋଗୁଁ ହୋଇଥାଏ। ମନେ ରଖିବେ। ଆଉ ଶିଶୁର ଭାବ ପ୍ରକାଶ କେଉଁ ଦକ୍ଷତା ଯୋଗୁଁ ହୋଇଥାଏ? ଶିଶୁର ଭାବ ଦକ୍ଷତା କେଉଁ ଯୋଗୁଁ ହୋଇଥାଏ? ମନେ ରଖିବେ କଥନ ଓ ଲିଖନ। କଥନ ଓ ଲିଖନ ଯୋଗୁଁ ହୋଇଥାଏ। ମୋଷ୍ଟ ଇମ୍ପୋର୍ଟାଣ୍ଟ ଏ ଦୁଇଟି। ତ ରାଇଟ୍ ଆନ୍ସର ହେଇଯିବ ଅପସନ୍ ନମ୍ବର ଏ ହେଇଯିବ ରାଇଟ୍ ଆନ୍ସର। ନେକ୍ସଟ ଦେଖିବା ଗୋଟିଏ ଦ୍ୱିତୀୟ ଶ୍ରେଣୀର ପିଲା ଭାଷାରେ ମୌଖିକ ଶତକଡ଼ା କେତେ ଥାଏ ପିଲାମାନେ? ଗୋଟିଏ ଦ୍ୱିତୀୟ ଶ୍ରେଣୀ ପିଲା ଭାଷାରେ ମୌଖିକ ଶତକଡ଼ା କେତେ ଥାଏ? କେତେ ଥାଏ? ମନେ ରଖିବେ 40% ଥାଏ ପିଲାମାନେ। 40% ଥାଏ। ତ ରାଇଟ୍ ଆନ୍ସର ହେଇଯିବ ଅପସନ୍ ନମ୍ବର ଏ। ଆଉ ସପ୍ତମ ଶ୍ରେଣୀର ପିଲାର ପରୀକ୍ଷାରେ ମୌଖିକ ପାଇଁ କେତେ ପରସେଣ୍ଟ ଥାଏ ପିଲାମାନେ? ସପ୍ତମ ଶ୍ରେଣୀରେ ମନେ ରଖିବେ 10% ଥାଏ। 10% ଥାଏ ପିଲାମାନେ। ତ ରାଇଟ୍ ଆନ୍ସର ହେଇଯିବ ଅପସନ୍ ନମ୍ବର ବି। ନେକ୍ସଟ ଦେଖିବା ବନ୍ଧନୀ ମଧ୍ୟରୁ ଉତ୍ତରଟି ବାଛି ଶୂନ୍ୟସ୍ଥାନ ପୂରଣ କଲେ ପରୀକ୍ଷାର୍ଥୀଙ୍କୁ କ'ଣ ସୁବିଧା ହୁଏ ପିଲାମାନେ? ବନ୍ଧନୀ ମଧ୍ୟରୁ ଉତ୍ତରଟି ବାଛି ଶୂନ୍ୟସ୍ଥାନ ପୂରଣ କଲେ ପରୀକ୍ଷାର୍ଥୀଙ୍କୁ କ'ଣ ସୁବିଧା ହୁଏ? କମ୍ ଲେଖିବାକୁ ପଡ଼େ ନା ସମୟ କମ୍ ଖର୍ଚ୍ଚ ହୁଏ ନା ବନ୍ଧନୀ ମଧ୍ୟରେ ଶବ୍ଦ ମଧ୍ୟରେ ଭାବନା ସୀମିତ ରହେ ନା ଅନୁମାନ କରି ଯାହା ଗୋଟିଏ ଲେଖି ହୁଏ ପିଲାମାନେ? କୋଉଟା ହବ ରାଇଟ୍ ଆନ୍ସର ଏ ଭିତରୁ ପିଲାମାନେ? ରାଇଟ୍ ଆନ୍ସର ହେଇଯିବ ଅପସନ୍ ନମ୍ବର ସି। ବନ୍ଧନୀ ମଧ୍ୟରେ ଶବ୍ଦ ମଧ୍ୟରେ ଭାବନା ସୀମିତ ରହେ ପିଲାମାନେ। ତ ରାଇଟ୍ ଆନ୍ସର ହେଇଯିବ ଅପସନ୍ ନମ୍ବର ସି ହେଇଯିବ ରାଇଟ୍ ଆନ୍ସର। ତ ନେକ୍ସଟ ଦେଖିବା ଦୃଷ୍ଟାନ୍ତମୂଳକ ପ୍ରଶ୍ନରୁ ପରୀକ୍ଷାର୍ଥୀର କେଉଁ ଜ୍ଞାନକୁ ପରୀକ୍ଷା କରାଯାଏ ପିଲାମାନେ? ଦୃଷ୍ଟାନ୍ତମୂଳକ ପ୍ରଶ୍ନରୁ ପରୀକ୍ଷାର୍ଥୀର କେଉଁ ଜ୍ଞାନକୁ ପରୀକ୍ଷା କରାଯାଏ? ଶବ୍ଦ ଜ୍ଞାନ ଶକ୍ତି ନା ସ୍ମୃତି ଶକ୍ତି ନା ବୋଧ ଶକ୍ତି ନା ଚିନ୍ତା ଶକ୍ତି ପିଲାମାନେ? କୋଉଟା ହବ ରାଇଟ୍ ଆନ୍ସର? ରାଇଟ୍ ଆନ୍ସର ହେଇଯିବ ଅପସନ୍ ନମ୍ବର ଏ ପିଲାମାନେ ଶବ୍ଦ ଜ୍ଞାନ ଶକ୍ତି। ମନେ ରଖିବେ ଦୃଷ୍ଟାନ୍ତମୂଳକ ପ୍ରଶ୍ନରୁ ପରୀକ୍ଷାର୍ଥୀର ଶବ୍ଦ ଜ୍ଞାନ ଶକ୍ତି ପରୀକ୍ଷା କରାଯାଇଥାଏ। ତ ରାଇଟ୍ ଆନ୍ସର ହେଇଯିବ ଅପସନ୍ ନମ୍ବର ଏ। ତ ନେକ୍ସଟ ଦେଖିବା କେଉଁଟି ବ୍ୟାପକ ପଠନର ଉଦାହରଣ ପିଲାମାନେ? ତ ଏ ଭିତରୁ ପିଲାମାନେ କୋଉଟା ଗୋଟେ ବ୍ୟାପକ ପଠନର ଉଦାହରଣ? କୋଉଟା ହବ ରାଇଟ୍ ଆନ୍ସର ଏ ଭିତରୁ ପିଲାମାନେ? ରାଇଟ୍ ଆନ୍ସର ହେଇଯିବ ପିଲାମାନେ ଅପସନ୍ ନମ୍ବର ଡି ପାଠ୍ୟପୁସ୍ତକ ସହିତ ବିବିଧ ପୁସ୍ତକ ଅଧ୍ୟୟନ ପିଲାମାନେ। ଏଇଟା ହେଉଛି ବ୍ୟାପକ ପଠନର ଏକ୍ଜାମ୍ପଲ୍। ତ ରାଇଟ୍ ଆନ୍ସର ହେଇଯିବ ଅପସନ୍ ନମ୍ବର ଡି। ନେକ୍ସଟ ଦେଖିବା ନେକ୍ସଟ କ୍ୱେଶ୍ଚନ୍ ରହିଛି କେଉଁଟି ଶବ୍ଦାନୁଶୀଳନର ଉଦ୍ଦେଶ୍ୟ ନୁହେଁ ପିଲାମାନେ? ତ ଭିତରୁ ପିଲାମାନଙ୍କୁ କୋଉଟା ଗୋଟେ ଶବ୍ଦାନୁଶୀଳନର ଉଦ୍ଦେଶ୍ୟ ନୁହେଁ? ଅପସନ୍ ଏ ଦେଇଛି କଷ୍ଟ ଶବ୍ଦର ବିଶ୍ଳେଷଣ, ବି ଦେଇଛି କଷ୍ଟ ଶବ୍ଦର ବ୍ୟାଖ୍ୟାକରଣ, ସି ଦେଇଛି କଷ୍ଟ ଶବ୍ଦର ସରଳୀକରଣ, ଡି ଦେଇଛି କଷ୍ଟ ଶବ୍ଦର ବିଚାରଣ କରିବା। କୋଉଟା ହବ ରାଇଟ୍ ଆନ୍ସର ଏ ଭିତରୁ ପିଲାମାନେ? ମନେ ରଖିବେ ରାଇଟ୍ ଆନ୍ସର ହେଇଯିବ ଅପସନ୍ ନମ୍ବର ଡି କଷ୍ଟ ଶବ୍ଦର ବିଚାରଣ କରିବା। ଏଇଟା କିନ୍ତୁ ଶବ୍ଦାନୁଶୀଳନର ଉଦ୍ଦେଶ୍ୟ ନୁହେଁ। ମନେ ରଖିବେ। ନେକ୍ସଟ ଦେଖିବା ପିଲାମାନେ ଗଦ୍ୟ ଶିକ୍ଷାଦାନ ନିମନ୍ତେ କେଉଁ କ୍ରମଟି ଠିକ୍ ପିଲାମାନେ? ତ ଗଦ୍ୟ ଶିକ୍ଷାଦାନର କେଉଁ କ୍ରମଟି ଠିକ୍ ଅଛି ଏ ଭିତରୁ ପିଲାମାନେ? କେଉଁ କ୍ରମଟି ଠିକ୍ ଅଛି? ଅପସନ୍ ଏ ଦେଇଛି ଶିକ୍ଷକଙ୍କ ଆଦର୍ଶ ପଠନ, ଶିକ୍ଷାର୍ଥୀଙ୍କ ଉଚ୍ଚ ପଠନ, ଶବ୍ଦାନୁଶୀଳନ, ନୀରବ ପଠନ ଦେଇଛି। ବି ଦେଇଛି ଶିକ୍ଷାର୍ଥୀଙ୍କ ଉଚ୍ଚ ପଠନ, ନୀରବ ପଠନ, ଶବ୍ଦାନୁଶୀଳନ, ଶିକ୍ଷକଙ୍କ ଆଦର୍ଶ ପଠନ। ସି ଦେଇଛି ପିଲାମାନେ ଶବ୍ଦାନୁଶୀଳନ, ନୀରବ ପଠନ, ଶିକ୍ଷକଙ୍କ ଆଦର୍ଶ ପଠନ, ଶିକ୍ଷାର୍ଥୀଙ୍କ ଉଚ୍ଚ ପଠନ। ଡି ଦେଇଛି ନୀରବ ପଠନ, ଶବ୍ଦାନୁଶୀଳନ, ଶିକ୍ଷାର୍ଥୀଙ୍କ ଉଚ୍ଚ ପଠନ, ଶିକ୍ଷକଙ୍କ ଆଦର୍ଶ ପଠନ ଦେଇଛି। ତ ଗଦ୍ୟ ଶିକ୍ଷାଦାନର କେଉଁ କ୍ରମଟି ଠିକ୍ ଅଛି? କୋଉଟା ହବ ରାଇଟ୍ ଆନ୍ସର ପିଲାମାନେ? ରାଇଟ୍ ଆନ୍ସର ହେଇଯିବ ଅପସନ୍ ନମ୍ବର ଏ। ତ ପ୍ରଥମେ ଶିକ୍ଷକଙ୍କ ଆଦର୍ଶ ପଠନ, ତାପରେ ଶିକ୍ଷାର୍ଥୀଙ୍କ ଉଚ୍ଚ ପଠନ, ତାପରେ ଶବ୍ଦାନୁଶୀଳନ, ତାପରେ ରହୁଛି ନୀରବ ପଠନ। ତ ଏଇ କ୍ରମଟି ଠିକ୍ ଅଛି। ମନେ ରଖିବେ ରାଇଟ୍ ଆନ୍ସର ହେଇଯିବ ପିଲାମାନେ ଅପସନ୍ ନମ୍ବର ଏ। ମୋଷ୍ଟ ଇମ୍ପୋର୍ଟାଣ୍ଟ ପିଲାମାନେ ମନେ ରଖିବେ। ନେକ୍ସଟ ଦେଖିବା କେଉଁଟି ଉତ୍ତମ ହସ୍ତାକ୍ଷର ଲିଖନର ଲକ୍ଷଣ ନୁହେଁ ପିଲାମାନେ? ତ ଭିତରୁ ପିଲାମାନେ କୋଉଟା ଗୋଟେ ଉତ୍ତମ ହସ୍ତାକ୍ଷର ଲିଖନର ଲକ୍ଷଣ ନୁହେଁ? ଅପସନ୍ ଏ ଦେଇଛି ଶବ୍ଦ ଶବ୍ଦ ମଧ୍ୟରେ ବ୍ୟବଧାନ ରଖିବା ଦେଇଛି, ବି ଦେଇଛି ବିରାମ ଚିହ୍ନର ବ୍ୟବହାର କରିବା, ସେ ଦେଇଛି ଅକ୍ଷର ଗୁଡ଼ିକୁ ନିର୍ଭୁଲ କରି ଲେଖିବା, ଡି ଦେଇଛି ଧାଡ଼ି ଗୁଡ଼ିକୁ ସିଧା କରି ଲେଖିବା ପିଲାମାନେ। କୋଉଟା ହବ ରାଇଟ୍ ଆନ୍ସର? ରାଇଟ୍ ଆନ୍ସର ହେଇଯିବ ଅପସନ୍ ନମ୍ବର ସି ଅକ୍ଷର ଗୁଡ଼ିକୁ ନିର୍ଭୁଲ କରି ଲେଖିବା। ମନେ ରଖିବେ ଏଇଟା କିନ୍ତୁ ଉତ୍ତମ ହସ୍ତାକ୍ଷର ଲିଖନର ଲକ୍ଷଣ ନୁହେଁ। ମନେ ରଖିବେ। ନେକ୍ସଟ ଦେଖିବା ନେକ୍ସଟ କ୍ୱେଶ୍ଚନ୍ ରହିଛି ପିଲାମାନେ
କେଉଁଟିରେ ଶିକ୍ଷାର୍ଥୀର ଉତ୍ତର ଲେଖିବାରେ ସ୍ୱାଧୀନତା ଅଧିକ ତ କେଉଁଥିରେ ଶିକ୍ଷାର୍ଥୀମାନଙ୍କୁ ସ୍ୱାଧୀନତା ଅଧିକ ଥାଏ ପିଲାମାନେ? ମୁକ୍ତ ଲେଖନରେ ନା ସୂଚନାତ୍ମକ ଲେଖନରେ ନା ଦୃଷ୍ଟ ଲେଖନରେ ନା ଶ୍ରୁତ ଲେଖନରେ ପିଲାମାନେ? କେଉଁଟା ହେବ ରାଇଟ୍ ଆନ୍ସର୍? ରାଇଟ୍ ଆନ୍ସର୍ ହେଇଯିବ ଅପସନ୍ ନମ୍ବର ଏ ପିଲାମାନେ, ମୁକ୍ତ ଲେଖନରେ। ମନେ ରଖିବେ, ଶିକ୍ଷାର୍ଥୀମାନଙ୍କୁ ଉତ୍ତର ଲେଖିବାରେ ସ୍ୱାଧୀନତା ଅଧିକ ଥାଏ। ତ ରାଇଟ୍ ଆନ୍ସର୍ ହେଇଯିବ ଅପସନ୍ ନମ୍ବର ଏ। ନେକ୍ସଟ ଦେଖିବା, ନେକ୍ସଟ କ୍ୱେଶ୍ଚନ୍ ରହିଛି ପିଲାମାନେ, ପ୍ରାକ୍ ପ୍ରାଥମିକ ସ୍ତରରେ ଶିଶୁର ଶିକ୍ଷଣ ଦକ୍ଷତା ବୃଦ୍ଧି ପାଇଁ କେଉଁ ବିଷୟ ପ୍ରତି ପ୍ରଥମେ ଦୃଷ୍ଟି ଦେବା ଉଚିତ ପିଲାମାନେ? ପଠନ ଶ୍ରବଣ ନା ଶ୍ରବଣ ଲିଖନ ନା କଥନ ପଠନ ନା ଶ୍ରବଣ କଥନ ପିଲାମାନେ? କେଉଁଟା ହେବ ରାଇଟ୍ ଆନ୍ସର୍? ରାଇଟ୍ ଆନ୍ସର୍ ହେଇଯିବ ପିଲାମାନେ ଅପସନ୍ ନମ୍ବର ଡି ପିଲାମାନେ, ଶ୍ରବଣ କଥନ, ଶୁଣିବା କହିବା ଏ ଦୁଇଟି ଦକ୍ଷତା ପ୍ରଥମେ ଦୃଷ୍ଟି ଦେବା ଉଚିତ। ମନେ ରଖିବେ, ରାଇଟ୍ ଆନ୍ସର୍ ହେଇଯିବ ଅପସନ୍ ନମ୍ବର ଡି। ନେକ୍ସଟ ଦେଖିବା ପିଲାମାନେ, ବ୍ୟାକରଣ ଶିକ୍ଷାର ମୂଳ ଭିତ୍ତିକ କ'ଣ ହେବା ଆବଶ୍ୟକ ପିଲାମାନେ? ବ୍ୟାକରଣ ଶିକ୍ଷାର ମୂଳ ଭିତ୍ତିକ କ'ଣ ହେବା ଆବଶ୍ୟକ? ବାକ୍ୟରୁ ଶିକ୍ଷା ନା ଶବ୍ଦ ଶିକ୍ଷା ନା ବର୍ଣ୍ଣ ଶିକ୍ଷା ନା ସୂତ୍ର ଶିକ୍ଷା ପିଲାମାନେ? କେଉଁଟା ହେବ ରାଇଟ୍ ଆନ୍ସର୍? ରାଇଟ୍ ଆନ୍ସର୍ ହେଇଯିବ ଅପସନ୍ ନମ୍ବର ଡି, ସୂତ୍ରରୁ ଶିକ୍ଷା ହେବା ଆବଶ୍ୟକ। ମନେ ରଖିବେ, ତ ରାଇଟ୍ ଆନ୍ସର୍ ହେଇଯିବ ଅପସନ୍ ନମ୍ବର ଡି ପିଲାମାନେ। ନେକ୍ସଟ ଦେଖିବା, ପାଠ ଯୋଜନାରେ ଗଦ୍ୟ ଶିକ୍ଷାଦାନର କେଉଁଟି ଏକ ସୋପାନ ନୁହେଁ ପିଲାମାନେ? ତ ପାଠ ଯୋଜନାର ଗଦ୍ୟ ଶିକ୍ଷାଦାନର ତ ଏଇ ଭିତରୁ କେଉଁଟା ଗୋଟେ ସୋପାନ ନୁହେଁ ପିଲାମାନେ? ଶବ୍ଦାନୁଶୀଳନ ନା ସରବ ପଠନ ନା ନିରବ ପଠନ ନା ଦ୍ରୁତ ପଠନ ପିଲାମାନେ? କେଉଁଟା ନୁହେଁ? ମନେ ରଖିବେ ପିଲାମାନେ, ଦ୍ରୁତ ପଠନ ନୁହେଁ। ପାଠ ଯୋଜନାର ଗଦ୍ୟ ଶିକ୍ଷାଦାନର ଦ୍ରୁତ ପଠନ ମାନଙ୍କଠାରୁ ଅଲଗା ଅଛି। ମନେ ରଖିବେ, ତ ଏଇ ଭିତରୁ ତାର ସୋପାନ ନୁହେଁ ପିଲାମାନେ। ତ ଶବ୍ଦାନୁଶୀଳନ ହେଇଗଲା, ସରବ ପଠନ, ନିରବ ପଠନ ଏସବୁ ହେଉଛି ପାଠ ଯୋଜନାର ଗଦ୍ୟ ଶିକ୍ଷାଦାନର ଏକ ସୋପାନ, କିନ୍ତୁ ଦ୍ରୁତ ପଠନ ନୁହେଁ ପିଲାମାନେ। ନେକ୍ସଟ ଦେଖିବା, ପ୍ରଥମ ଶ୍ରେଣୀରେ ପଢ଼ାଯାଉଥିବା ହସ ଖେଳ ବହିଟି କେଉଁଥିପାଇଁ ଏକ ସମନ୍ୱିତ ପାଠ୍ୟପୁସ୍ତକ ଭାବରେ ଗ୍ରହଣ କରାଯାଇଛି ପିଲାମାନେ? ଏଥିରେ ଭାଷା, ଗଣିତ ଓ ପରିବେଶ ବିଷୟକୁ ପୃଥକ ଭାବରେ ପଢ଼ାଯାଉଛି ନା ଏଥିରେ ଭାଷା, ଗଣିତ ଓ ପରିବେଶ ବିଷୟକୁ ଏକାଠି ପଢ଼ାଯାଉଛି ନା ଏଥିରେ କେବଳ ଭାଷା ଓ ପରିବେଶ ବିଷୟକୁ ଏକାଠି ପଢ଼ାଯାଉଛି ନା ଏଥିରେ କେବଳ ଭାଷା ଓ ଗଣିତ ବିଷୟକୁ ପଢ଼ାଯାଉଛି? କେଉଁଟା ହେବ ରାଇଟ୍ ଆନ୍ସର୍ ଏ ଭିତରୁ ପିଲାମାନେ? ମନେ ରଖିବେ, ରାଇଟ୍ ଆନ୍ସର୍ ହେଇଯିବ ଅପସନ୍ ନମ୍ବର ବି, ଏଥିରେ ଭାଷା, ଗଣିତ ଓ ପରିବେଶ ବିଷୟକୁ ଏକାଠି ପଢ଼ାଯାଉଛି ପିଲାମାନେ। ମନେ ରଖିବେ, ତ ରାଇଟ୍ ଆନ୍ସର୍ ହେଇଯିବ ଅପସନ୍ ନମ୍ବର ବି ହେଇଯିବ ରାଇଟ୍ ଆନ୍ସର୍। ନେକ୍ସଟ ଦେଖିବା, ନେକ୍ସଟ କ୍ୱେଶ୍ଚନ୍ ରହିଛି ପିଲାମାନେ, ପ୍ରାଥମିକ ସ୍ତରରେ ମାତୃଭାଷା ଶିକ୍ଷାଦାନ ପାଇଁ କେଉଁ ଭାଷା ମାଧ୍ୟମଟି ଫଳପ୍ରଦ ଅଟେ? ଫଳପ୍ରଦ ନୁହେଁ ପିଲାମାନେ, ଏ ଭିତରୁ କେଉଁଟା ନୁହେଁ? ପୁସ୍ତକର ଭାଷା ନା ଆଞ୍ଚଳିକ ଭାଷା ନା ପାରିବାରିକ ଭାଷା ନା କଥିତ ଭାଷା ପିଲାମାନେ? ପ୍ରାଥମିକ ସ୍ତରରେ ମାତୃଭାଷା ଶିକ୍ଷାଦାନ ପାଇଁ କେଉଁ ଭାଷାଟି ଫଳପ୍ରଦ ନୁହେଁ ପିଲାମାନେ? କେଉଁଟା ନୁହେଁ? କେଉଁଟା ହେବ ରାଇଟ୍ ଆନ୍ସର୍? ନୁହେଁ ନା ନୁହେଁ ନାହିଁ ପିଲାମାନେ। ପ୍ରାଥମିକ ସ୍ତରର ମାତୃଭାଷା ଶିକ୍ଷାଦାନର କେଉଁ ଭାଷା ଫଳପ୍ରଦ ଅଟେ? କେଉଁ ଭାଷା? ମନେ ରଖିବେ ପିଲାମାନେ, କଥିତ ଭାଷା ନା କଥିତ ଭାଷା ପିଲାମାନେ? ତ ରାଇଟ୍ ଆନ୍ସର୍ ହେଇଯିବ ଅପସନ୍ ନମ୍ବର ଡି। ନେକ୍ସଟ ଦେଖିବା, କେଉଁଟି ପ୍ରାକ୍ ଲିଖନ କାର୍ଯ୍ୟକ୍ରମ ସମ୍ପର୍କିତ ନୁହେଁ ପିଲାମାନେ? ତ ଭିତରୁ ପିଲାମାନେ କେଉଁଟା ଗୋଟେ ପ୍ରାକ୍ ଲିଖନ କାର୍ଯ୍ୟକ୍ରମର ସମ୍ପର୍କ ନୁହେଁ? ବିନ୍ଦୁ ଯୋଡ଼ି ଚିତ୍ର ଆଙ୍କିବା ନା ଦୁଇ ଧାଡ଼ି ମଧ୍ୟରେ ଅକ୍ଷର ଲେଖିବା ନା ଗୋଟିଏ ଗୋଲାକାର ଠ ଲେଖିବା ନା ଚିତ୍ର ମଧ୍ୟରେ ରଙ୍ଗ ଦେବା? କେଉଁଟା ନୁହେଁ ପିଲାମାନେ? ମନେ ରଖିବେ, ଦୁଇ ଧାଡ଼ି ମଧ୍ୟରେ ଅକ୍ଷର ଲେଖିବା ଏଇଟା କିନ୍ତୁ ପ୍ରାକ୍ ଲିଖନ କାର୍ଯ୍ୟକ୍ରମର ସମ୍ପର୍କ ନୁହେଁ। ମନେ ରଖିବେ। ନେକ୍ସଟ ଦେଖିବା, ଶୁଦ୍ଧ ଶବ୍ଦ ଲିଖନ ପାଇଁ କେଉଁଟି ଆବଶ୍ୟକ ପିଲାମାନେ? ଶୁଦ୍ଧ ଶବ୍ଦ ଲିଖନ ପାଇଁ କେଉଁଟି ଆବଶ୍ୟକ? ଅକ୍ଷର ଖେଳ ନା ବନାନ ଖେଳ ନା ଶବ୍ଦାନ୍ତ ଖେଳ ନା ଅର୍ଥାକ୍ଷର କବିତା ଖେଳ ପିଲାମାନେ? କେଉଁଟା ଆବଶ୍ୟକ ପିଲାମାନେ? ମନେ ରଖିବେ, ବନାନ ଖେଳ ପିଲାମାନେ, ବନାନ ଖେଳ ଆବଶ୍ୟକ। ରାଇଟ୍ ଆନ୍ସର୍ ହେଇଯିବ ଅପସନ୍ ନମ୍ବର ବି। ନେକ୍ସଟ ଦେଖିବା, କେଉଁ ପ୍ରକାରର ମୂଲ୍ୟାୟନରେ ପ୍ରଶ୍ନଗୁଡ଼ିକୁ ମୁଖ୍ୟତଃ ପାଠ୍ୟକ୍ରମ ବହିର୍ଭୂତ ହୋଇଥାଏ ପିଲାମାନେ? ଉପଲବ୍ଧି ପରୀକ୍ଷଣ ନା ପ୍ରବୀଣତା ପରୀକ୍ଷଣ ନା ଲବ୍ଧ ଜ୍ଞାନ ପରୀକ୍ଷଣ ନା ସାମଗ୍ରିକ ମୂଲ୍ୟାୟନ ପିଲାମାନେ? କେଉଁଟା ହେବ ରାଇଟ୍ ଆନ୍ସର୍ ଏ ଭିତରୁ ପିଲାମାନେ? ରାଇଟ୍ ଆନ୍ସର୍ ହେଇଯିବ ଅପସନ୍ ନମ୍ବର ବି, ପ୍ରବୀଣତା ପରୀକ୍ଷଣ। ମନେ ରଖିବେ। ନେକ୍ସଟ ଦେଖିବା, ତ ନେକ୍ସଟ କ୍ୱେଶ୍ଚନ୍ ରହିଛି ପିଲାମାନେ, କେଉଁଟି ଦରଖାସ୍ତ ବା ପତ୍ର ଲିଖନର ଉଦ୍ଦେଶ୍ୟ ନୁହେଁ? ତ ଭିତରୁ ପିଲାମାନେ କେଉଁଟା ଗୋଟେ ଦରଖାସ୍ତ ଓ
ପତ୍ର ଲିଖନର ଉଦ୍ଦେଶ୍ୟ ନୁହେଁ ପିଲାମାନେ। କେଉଁଟା ନୁହେଁ ଭିତରୁ ପିଲାମାନେ କେଉଁଟା ହେବ ରାଇଟ୍ ଆନ୍ସର୍? ରାଇଟ୍ ଆନ୍ସର୍ ହେଇଯିବ ଅପସନ୍ ନମ୍ବର ଡି, ବର୍ଣ୍ଣାଶୁଦ୍ଧି ନିରାକରଣର କୌଶଳ ଜାଣିବା। ଏଇଟା କିନ୍ତୁ ଦରଖାସ୍ତ ବା ପତ୍ର ଲିଖନର କାମ ନୁହେଁ। ତ ରାଇଟ୍ ଆନ୍ସର୍ ହେଇଯିବ ଅପସନ୍ ନମ୍ବର ଡି। ନେକ୍ସଟ ଦେଖିବା ବିରାମ ଚିହ୍ନ ହାଇପେନ୍ କେଉଁଠି ବ୍ୟବହାର କରାଯାଏ ପିଲାମାନେ? ହାଇପେନ୍ କେଉଁଠି ବ୍ୟବହାର କରାଯାଏ? ଅପସନରେ ଦେଇଛି କୌଣସି ଅନୁଚ୍ଛେଦର ଶିରୋନାମ ପରେ, ନା ଧାଡ଼ି ଅଧା ବା ଖଣ୍ଡିଆ ରହିଗଲେ, ନା ଲେଖା ମଧ୍ୟରେ କୌଣସି ଅର୍ଥକୁ ସ୍ପଷ୍ଟ କରିବା ପାଇଁ, ନା ସମାଧାନ ପରେ ବା ପୂର୍ବରୁ। କେଉଁଥିରେ ବ୍ୟବହାର କରାଯାଏ ପିଲାମାନେ ହାଇଫେନ୍? କେଉଁଟା ହେବ ରାଇଟ୍ ଆନ୍ସର୍ ଏ ଭିତରୁ ପିଲାମାନେ? ରାଇଟ୍ ଆନ୍ସର୍ ହେଇଯିବ ଅପସନ୍ ନମ୍ବର ବି, ଧାଡ଼ି ଅଧା ବା ଖଣ୍ଡିଆ ରହିଗଲେ ମନେ ରଖିବେ ସେତେବେଳେ ବ୍ୟବହାର କରାଯାଏ। ରାଇଟ୍ ଆନ୍ସର୍ ହେଇଯିବ ଅପସନ୍ ନମ୍ବର ବି ପିଲାମାନେ। ନେକ୍ସଟ ଦେଖିବା ଅଭୟାରଣ୍ୟର ବ୍ୟାଖ୍ୟା ଆମେ କିପରି କରିପାରିବା ପିଲାମାନେ? ଅଭୟାରଣ୍ୟର ବ୍ୟାଖ୍ୟା ଆମେ କିପରି କରିପାରିବା? ଯେଉଁ ଅରଣ୍ୟରେ ମଣିଷ କାହାକୁ ଭୟ କରେ ନାହିଁ, ନା ଯେଉଁ ଅରଣ୍ୟରେ ବନବାସୀ ମନୁଷ୍ୟ ସ୍ୱଚ୍ଛନ୍ଦ ବିଚରଣ କରନ୍ତି, ନା ଯେଉଁ ଅରଣ୍ୟରେ ଲୋକେ ବିବିଧ ଋତୁରେ ବଣଭୋଜି କରିଥାନ୍ତି, ନା ଯେଉଁ ଅରଣ୍ୟରେ ଜୀବଜନ୍ତୁ ନିର୍ଭୟ ସ୍ୱାଧୀନ ଭାବେ ବିଚରଣ କରିଥାନ୍ତି। କେଉଁଟା ହେବ ରାଇଟ୍ ଆନ୍ସର୍? ରାଇଟ୍ ଆନ୍ସର୍ ହେଇଯିବ ଅପସନ୍ ନମ୍ବର ଡି, ଯେଉଁ ଅରଣ୍ୟରେ କି ଜୀବଜନ୍ତୁ ନିର୍ଭୟ ସ୍ୱାଧୀନ ଭାବରେ ବିଚରଣ କରିଥାନ୍ତି ମନେ ରଖିବେ। ତ ରାଇଟ୍ ଆନ୍ସର୍ ହେଇଯିବ ଅପସନ୍ ନମ୍ବର ଡି ହେଇଯିବ ରାଇଟ୍ ଆନ୍ସର୍। ନେକ୍ସଟ ଦେଖିବା ପିଲାମାନେ କେଉଁଟି ଅନୌପଚାରିକ ପତ୍ର ପିଲାମାନେ? ତ ଭିତରୁ ପିଲାମାନେ କେଉଁଟା ଗୋଟେ ଅନୌପଚାରିକ ପତ୍ର? ବାଣିଜ୍ୟିକ, ନା ସରକାରୀ, ନା ବ୍ୟକ୍ତିଗତ, ନା ନିମନ୍ତ୍ରଣ ପିଲାମାନେ? ମନେ ରଖିବେ ପିଲାମାନେ ବ୍ୟକ୍ତିଗତ ଏଇଟା ହେଉଛି ଅନୌପଚାରିକ ପତ୍ର। ଔପଚାରିକ ପତ୍ର ହେଇଯିବ ବାଣିଜ୍ୟିକ, ସରକାରୀ, ନିମନ୍ତ୍ରଣ ମନେ ରଖିବେ। ତ ରାଇଟ୍ ଆନ୍ସର୍ ହେଇଯିବ ଅପସନ୍ ନମ୍ବର ସି ପିଲାମାନେ। ନେକ୍ସଟ ଦେଖିବା କହେ ବୈଷ୍ଣବ ନିଶ୍ଚୟ ଯିବ ଯିବ ମରୁଛିବି ଗଳା ମାଳିକେ କେମନ୍ତେ। ତ ବୈଷ୍ଣବ ଶବ୍ଦଟି କାହାକୁ ବୁଝେଇଛି ପିଲାମାନେ ଏଇ ଭିତରୁ? ସ୍ୱୟଂ କବିଙ୍କୁ, ନା ବିଷ୍ଣୁ ଭକ୍ତକୁ, ନା କୃଷ୍ଣଙ୍କୁ, ନା ଯଶୋଦାଙ୍କୁ ପିଲାମାନେ? ମନେ ରଖିବେ ସ୍ୱୟଂ କବିଙ୍କୁ ବୁଝାଯାଉଛି। ତ ରାଇଟ୍ ଆନ୍ସର୍ ହେଇଯିବ ଅପସନ୍ ନମ୍ବର ଏ ହେଇଯିବ ରାଇଟ୍ ଆନ୍ସର୍। ନେକ୍ସଟ ଦେଖିବା କେଉଁ ପ୍ରକାରର ପ୍ରଶ୍ନରେ ବ୍ୟକ୍ତିନିଷ୍ଠତା ଦୋଷ ପ୍ରାୟ ରହିଥାଏ ପିଲାମାନେ? ତ କେଉଁ ପ୍ରକାର ପ୍ରଶ୍ନରେ ବ୍ୟକ୍ତିନିଷ୍ଠତା ଦୋଷ ପ୍ରାୟ ରହିଥାଏ? ମେଳକ ପ୍ରଶ୍ନରେ, ନା ବସ୍ତୁନିଷ୍ଠ ପ୍ରଶ୍ନରେ, ନା ବହୁ ବିକଳ୍ପ ପ୍ରଶ୍ନରେ, ନା ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନରେ ପିଲାମାନେ? କେଉଁଟା ହେବ ରାଇଟ୍ ଆନ୍ସର୍? ମନେ ରଖିବେ ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନରେ ଦୋଷ ପ୍ରାୟ ରହିଥାଏ। ତ ରାଇଟ୍ ଆନ୍ସର୍ ହେଇଯିବ ଅପସନ୍ ନମ୍ବର ଡି ପିଲାମାନେ। ନେକ୍ସଟ ଦେଖିବା ପ୍ରାଥମିକ ସ୍ତରରେ ମାତୃଭାଷା ଶିକ୍ଷଣର କେଉଁଟି ଲକ୍ଷ୍ୟ ନୁହେଁ ପିଲାମାନେ? ମାନବିକ ଗୁଣାବଳୀ ଓ ମୂଲ୍ୟବୋଧର ବିକାଶ, ନା ଉତ୍ତମ ନାଗରିକ ଗଠନ, ନା ପିଲାଙ୍କ ସମାନ ବର୍ଦ୍ଧନ, ନା ସୃଜନଶୀଳତାର ବିକାଶ ପିଲାମାନେ? ତ ଭିତରୁ କେଉଁଟା ଗୋଟେ ପ୍ରାଥମିକ ସ୍ତରର ମାତୃଭାଷା ଶିକ୍ଷଣର ଲକ୍ଷ୍ୟ ନୁହେଁ? କେଉଁଟା ନୁହେଁ? ମନେ ରଖିବେ ପିଲାଙ୍କ ସମାନ ବର୍ଦ୍ଧନ ମନେ ରଖିବେ। ରାଇଟ୍ ଆନ୍ସର୍ ହେଇଯିବ ଅପସନ୍ ନମ୍ବର ସି ହେଇଯିବ ରାଇଟ୍ ଆନ୍ସର୍। ନେକ୍ସଟ ଦେଖିବା କେଉଁଟି ବର୍ଣ୍ଣାଶୁଦ୍ଧି ନିରାକରଣର ଉପାୟ ନୁହେଁ ପିଲାମାନେ? ତ ଭିତରୁ ପିଲାମାନେ କେଉଁଟା ଗୋଟେ ବର୍ଣ୍ଣାଶୁଦ୍ଧି ନିରାକରଣର ଉପାୟ ନୁହେଁ? କେଉଁଟା ନୁହେଁ ପିଲାମାନେ? ଶ୍ରୁତ ଲିଖନ, ନା ବନାନ ଖେଳ, ନା ଅଭିଧାନର ବ୍ୟବହାର, ନା ତ୍ରୁଟିପୂର୍ଣ୍ଣ ଉଚ୍ଚାରଣ? ମନେ ରଖିବେ ତ୍ରୁଟିପୂର୍ଣ୍ଣ ଉଚ୍ଚାରଣ ପିଲାମାନେ ଏଇଟା କିନ୍ତୁ ବର୍ଣ୍ଣାଶୁଦ୍ଧି ନିରାକରଣର ଉପାୟ ନୁହେଁ। ତ ରାଇଟ୍ ଆନ୍ସର୍ ହେଇଯିବ ଅପସନ୍ ନମ୍ବର ଡି। ନେକ୍ସଟ ଦେଖିବା ଗୋଲାପ, ସପୁରୀ, ଟଗର, ମଲ୍ଲି, କଦଳୀ, ପଣସ, ଚମ୍ପା ଏଗୁଡ଼ିକ ମଧ୍ୟରୁ ଫୁଲ ଓ ଫଳର ନାମ ଅଲଗା କରି ଲେଖ। ତ ଏଇଟା ଗୋଟେ କି ପ୍ରକାର ପ୍ରଶ୍ନ ପିଲାମାନେ? କେଉଁ ପ୍ରକାର ପ୍ରଶ୍ନ ପିଲାମାନେ ଏଇଟା ଗୋଟେ? ମନେ ରଖିବେ ଏଇଟା ହୋଇଯିବ ପିଲାମାନେ ବର୍ଗୀକରଣ ମୂଳକ ପ୍ରଶ୍ନ। ମୋଷ୍ଟ ଇମ୍ପୋର୍ଟାଣ୍ଟ ପିଲାମାନେ ବର୍ଗୀକରଣ ମୂଳକ ପ୍ରଶ୍ନ। ତ ରାଇଟ୍ ଆନ୍ସର୍ ହେଇଯିବ ଅପସନ୍ ନମ୍ବର ଡି। ନେକ୍ସଟ ଦେଖିବା ଶ୍ରେଣୀରେ ଭାଷାଗତ ଭିନ୍ନତା କାହିଁକି ଦେଖାଯାଏ ପିଲାମାନେ? ଶ୍ରେଣୀରେ ଭାଷାଗତ ଭିନ୍ନତା କାହିଁକି ଦେଖାଯାଏ? କାହିଁକି ଦେଖାଯାଏ ପିଲାମାନେ? ମନେ ରଖିବେ ଭିନ୍ନ ଭିନ୍ନ ଅଞ୍ଚଳ ବା ପରିବେଶ ପିଲା ଆସିଥିବାରୁ ଦେଖାଯାଏ। ମନେ ରଖିବେ ଭିନ୍ନ ଭିନ୍ନ ଅଞ୍ଚଳ ବା ପରିବେଶରୁ ପିଲା ଆସିଥିବାରୁ ଭିନ୍ନତା ଦେଖାଯାଏ। ତ ରାଇଟ୍ ଆନ୍ସର୍ ହେଇଯିବ ଅପସନ୍ ନମ୍ବର ସି ପିଲାମାନେ। ନେକ୍ସଟ ଦେଖିବା ଠିକ୍ ବନାନ ଥିବା ଶବ୍ଦ ଚାରିପଟେ ଗୋଲ ବୁଲେଇବାକୁ କୁହାଯାଇଥିଲେ। ତାହା କେଉଁ ପ୍ରକାର ପ୍ରଶ୍ନ ହେବ ପିଲାମାନେ? ଠିକ୍ ବନାନ ଥିବା ଶବ୍ଦ ଚାରିପଟେ ଗୋଲ ବୁଲାଅ। ତ ଏଇଟା ଗୋଟେ କି ପ୍ରକାର ପ୍ରଶ୍ନ ପିଲାମାନେ? କେଉଁ ପ୍ରକାର ପ୍ରଶ୍ନ ଏଇଟା ପିଲାମାନେ? ମନେ ରଖିବେ ଏଇଟା ହେଇଯିବ ପିଲାମାନେ
उत्तर चयनमूलक प्रश्न हम यहाँ मध्य मोस्ट इम्पोर्टाट उत्तर चयनमूलक प्रश्न ठीक बना ना शब्द टी चारिपटे गोल बुलाओ यहाँ पिला माने उत्तर चयनमूलक प्रश्न मन रखिए। नेक्स्ट देखिबा गद्य शिक्षादान कला बेले कठिन शब्द गुड़ी को बुझाइबा पई केउ उपायटी यथार्थ नुहे पिला माने केउ उपायटी यथार्थ नुहे कोडा आवर राइट आंसर मन रखिए। गद्य विषय कठिन शब्द गुड़ी को बाद दबा मन रखिए यहाँ हो राइट आंसर। नेक्स्ट देखिबा पिला माने देशभक्त लक्ष्मण नायक प्रसंगटी पढ़ेबार मुख्य उद्देश्यटी कौन पिला माने देशभक्त लक्ष्मण नायक प्रसंगटी पढ़ेबार मुख्य उद्देश्यटी कौन ए भितर कोडा हम राइट आंसर पिला माने कोरापुट विषय जानिबे ना लक्ष्मण नायक त्याग बलिदान संपर्क में ज्ञान अर्जन करेंगे ना लक्ष्मण नायक चाकरी जीवन विषय जानिबे ना प्रथम विश्वयुद्ध संपर्क में जानिबे कोडा हम राइट आंसर हो ऑप्शन नंबर बी लक्ष्मण नायक त्याग और बलिदान संपर्क में ज्ञान अर्जन करेंगे मन रखिए यहाँ हूँ मुख्य उद्देश्य। नेक्स्ट देखिबा गछ ओ काठरिया कविता पढ़ी सारिबा परे शिक्षार्थी गछ विषय एक कविता लेखि शिक्षक को देखाइला यह शिक्षार्थी केउं गुणर विकास को बुझाउछि पिला माने केउं गुण को विकास को बुझाउछि एडा मन रखिबे एडा को बुझाउछि पिला माने सृजनशीलतार विकास को बुझाउछि मन रखिबे राइट आंसर हो ऑप्शन नंबर ए पिला माने। नेक्स्ट देखिबा मातृभाषा शिक्षादान रे केउं पद्धति सहायक नुहे पिला माने तो भितर पिला माने कोडा गोटे मातृभाषा शिक्षादान रो केउं पद्धति सहायक नुहे कोडा नुहे पिला माने मन रखिबे अनुवाद नुहे पिला माने अनुवाद नुहे तो राइट आंसर हो ऑप्शन नंबर डी। नेक्स्ट देखिबा लेखा मध्य कौनसी शब्दर अर्थ को अधिक विशद करने को केउं विराम चिन्हर व्यवहार करा जाय पिला माने लेखा मध्य कौनसी शब्दर अर्थ को अधिक विशद करने को केउं विराम चिन्हर व्यवहार करा जाय कोडा हम राइट आंसर पिला माने मन रखिबे बंधनी पिला माने बंधनी चिन्ह व्यवहार करा जाय तो राइट आंसर हो ऑप्शन नंबर बी। नेक्स्ट देखिबा मातृभाषा शिक्षा पाई केउं क्रमटी ठीक पिला माने मातृभाषा शिक्षा पाई केउं क्रमटी ठीक ई भितर केउं कोडा ठीक अछि पिला माने मन रखिबे श्रवण कथन पठन लिखन शुणिबा कहिबा पढ़िबा लेखिबा मन रखि एई क्रमटी ठीक अछि तो राइट आंसर हो ऑप्शन नंबर बी। नेक्स्ट देखिबा नीरव पठन द्वारा केउंटी सुगम होइथाय पिला माने नीरव पठन द्वारा केउंटी सुगम होइथाय केउंटी पिला माने वैरबोध ना भावबोध ना शिक्षाबोध ना ज्ञानबोध पिला माने मन रखिबे भावबोध सुगम होइथाय राइट आंसर हो ऑप्शन नंबर बी। नेक्स्ट देखिबा केउंटी वर्णाशुद्धि निराकरण पई प्रयोज्य तो भितर पिला माने कोडा गोटे वर्णाशुद्धि निराकरण पई प्रयोज्य पिला माने अनुकरण ना वक्तृता ना पठन ना अभिप्रेरणा पिला माने मन रखिबे पठन पिला माने पठन। नेक्स्ट देखिबा गभीर पठन केउंथि पई करा जाय पिला माने गभीर पठन कोन पई करा जाय पिला माने मन रखिबे ज्ञानर अभिवृद्धि करिबा पई पठन करा जाय गभीर पठन करा जाय ज्ञानर अभिवृद्धि करिबा पई राइट आंसर हो ऑप्शन नंबर बी पिला माने। तो नेक्स्ट क्वेश्चन रही केउं पठन पंथाटी आनंददायक पंथा नुहे तो भितर पिला कोडा गोटे आनंददायक पंथा नुहे पिला माने केउं पठन गल्प माध्यम पठन ना शब्द माध्यम पठन ना अक्षर उपर गुरुत्व दे पठन ना छवि माध्यम पठन कोडा हम राइट आंसर मन रखिए अक्षर उपर गुरुत्व दे पठन मन रखिए यहाँ किंतु पठनर पंथा नुहे पिला माने बा आनंददायक नुहे तो राइट आंसर हो ऑप्शन नंबर सी। नेक्स्ट देखिबा गठनमूलक मूल्यांकन उद्देश्य केउंटी तो भितर पिला माने कोडा गोटे गठनमूलक मूल्यांकन उद्देश्य पिला माने कोडा हम राइट आंसर मन रखिए राइट आंसर हो ऑप्शन नंबर बी पिला माने शिक्षण प्रक्रिया थिबा दश दुर्बलता को जानिबा मन रखिए यहाँ हूँ गठन मूल्यांकन उद्देश्य तो राइट आंसर हो ऑप्शन नंबर बी। नेक्स्ट देखिबा केउं भाषा आमर जन्मर अधिकृत पिला माने केउं भाषा आमर जन्मर अधिकृत केउं भाषा ओडिया भाषा ना ओडिया भाषा पिला माने तो राइट आंसर हो ऑप्शन नंबर सी। नेक्स्ट देखिबा केउं कारण पई पिलांको भितरे भिन्नता देखा दिए केउं कारण पई पिलांको भितरे भिन्नता देखा दिए पिला माने कोन पई कोडा हम राइट आंसर भितर पिला माने
राइट आंसर हो ऑप्शन नंबर सी अलगा अलगा परिवेश आसीथिबारु भिन्नता देखा दिए तो राइट आंसर हो ऑप्शन नंबर सी। नेक्स्ट देखिए पिला माने कमा चिन्ह कहीं व्यवहार करा जायते कमा चिन्ह कहीं व्यवहार करा जाय पिला माने कौन पे व्यवहार करा जाय कोडा राइट आंसर मन रखिए राइट आंसर हो ऑप्शन नंबर सी वाक्य मध्य बेसी विराम आवश्यक हेले तो से कमा चिन्ह व्यवहार करा जायते तो राइट आंसर हो ऑप्शन नंबर सी पिला माने। नेक्स्ट देखिबा आमर प्रचलित पाठ्यपुस्तक केउ आधार रे प्रस्तुत पिला माने आमर प्रचलित पाठ्यपुस्तक केउ आधार रे प्रस्तुत केउ आधार रे मन रखिए जातीय पाठ्यक्रम आधार 2005 आधार प्रस्तुत तो राइट आंसर हो ऑप्शन नंबर बी पिला माने। तो अब देखिबा पिला माने लास्ट क्वेश्चन देखिबा शिशुर सर्वांगीन विकास पई आमे केउ पठन उपरे अधिक गुरुत्व देबा शिशुर सर्वांगीन विकास पई आमे केउ पठन उपरे अधिक गुरुत्व देबा पिला माने मन रखिबे व्यापक पठन उपरे अधिक गुरुत्व देबा। थैंक यू पिला माने।